ଏବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବର୍ତ୍ତମାନ ସାମ୍ନାକୁ ଏକ ସୂଚନା ଆସିଛି। ତେବେ ଚାଲନ୍ତୁ ସେହି ଖବର ଉପରେ ନଜର ପକାଇବା। ନଜର ପକାଇବା ପୂର୍ବରୁ ଯେଉଁମାନେ ବି ଆମ ୟୁଟ୍ୟୁବ ଚ୍ୟାନେଲରେ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ପାଖରେ ଥିବା ବେଲ୍ ଆଇକନ୍ ଉପରେ କ୍ଲିକ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ। ଆସନ୍ତା 3 ଦିନ ଯାଏ ଅସହ୍ୟ ତାତୁର ନିସ୍ତାର ନାହିଁ। ବିଭିନ୍ନ ସ୍ଥାନରେ ହୁଏଟୱେଲସ୍ଥ ଉପୁଡ଼ି ପାରେ। ଆସନ୍ତା 24 ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାରେ ମଧ୍ୟ ଗୁଳୁଗୁଳି ଅନୁଭୂତ ହେବ। ଏଥିସହ ଉଷ୍ମ ଆର୍ଦ୍ରତା ଶୀତ ଅନୁଭୂତ ହେବ। ଏନେଇ ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ଆସନ୍ତା 7 ଦିନ ଯାଏଁ ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କେତେକ ସ୍ଥାନରେ ଝଟକା ପବନ ମଧ୍ୟ ଅନୁଭୂତ ହେବ। ଏନେଇ ଆସନ୍ତା 24 ଘଣ୍ଟା ରାଜ୍ୟରେ ସମସ୍ତ ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ପାଣିପାଗ କେନ୍ଦ୍ର। ଗୋଟେ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା, ଝଟକା ପବନ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ପ୍ରତି ହେବ। ରବିବାର ଗଞ୍ଜାମ, ଗଜପତି, ରାୟଗଡ଼ା, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି 9ରୁ ପବନ ଦିଗ ବଦଳିବ, ପାଗରେ ପରିବର୍ତ୍ତନ ଆସିବ। 10 ତାରିଖରେ ଉପକୂଳ ସମେତ ଉତ୍ତର ଓଡ଼ିଶାରେ ବର୍ଷା ହେବ। 11ରୁ ତାପମାତ୍ରା ବଢ଼ିବ। 12ରୁ ତାପମାତ୍ରା ପ୍ରାୟ କମି ଯାଇପାରେ। 13ରୁ ସାରା ଓଡ଼ିଶାରେ ତାପମାତ୍ରା କମିଯିବ। 32-33 ଡିଗ୍ରୀ ସେଲସିୟସ୍ ତାପମାତ୍ରା ମଧ୍ୟମରେ ରହିବ। ମଡେଲ ଅନୁସାରେ 11-13 ଯାଏଁ ଦକ୍ଷିଣ ଓଡ଼ିଶା ଅଧିକ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶା 13ରୁ 15 ତାରିଖ ମଧ୍ୟରେ ବର୍ଷା ବଢ଼ିବ। 16-17 ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। ପ୍ରଭାବରେ ଉପକୂଳ ଓଡ଼ିଶାର ବର୍ଷାର ପରିମାଣ ଅଧିକ ହେବ। ବ୍ୟୁରୋ ରିପୋର୍ଟ, ବିଜୟଲକ୍ଷ୍ମୀ ନ୍ୟୁଜ୍।